ଅନେକ ସମୟରେ ମୁଁ ଦେଖିଛି ଆଉ ଶୁଣିଛି ଆଜ୍ଞା ଯେ ପ୍ରେମ କରୁଥିବା ଦୁଇ ପୁଅ ଏବଂ ଝିଅ ସବୁବେଳେ ଭାବନ୍ତି ଆମ ପ୍ରେମକୁ ଆମେ ସଫଳ କରେଇବା। ସଫଳର ଅର୍ଥ ସେମାନେ ଏଇଆ ବୁଝନ୍ତି ଆଜ୍ଞା ଯେ ସଫଳର ଅର୍ଥ ବିବାହ, ଜୀବନ ସାଥୀ ବା ସଂସାର କରିବା। ସତ କହିବାକୁ ଗଲେ ପ୍ରେମରେ କେବେ ସଫଳତା କିମ୍ବା ବିଫଳତା ନଥାଏ। ବୋଧହୁଏ ପ୍ରେମ ତାକୁ ହିଁ କୁହାଯାଏ ଯେତେବେଳେ ପ୍ରେମ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଉଜ୍ଜୀବିତ ଥାଏ। ବୋଧହୁଏ ତାକୁ ହିଁ ପ୍ରେମ କୁହାଯାଏ ଯେତେବେଳେ ପ୍ରେମ ସବୁବେଳେ ତ୍ୟାଗର ଉଦାହରଣ ଦିଆଯାଏ ବା ତ୍ୟାଗ ବୋଲି ଧରି ନିଆଯାଏ। ବୋଧହୁଏ ସେତେବେଳେ ପ୍ରେମକୁ ପ୍ରେମ ବୋଲି ଧରି ନିଆଯାଏ ଯେତେବେଳେ ଜଣେ ଅନ୍ୟ ଜଣଙ୍କ ପାଇଁ ବଞ୍ଚିବା ଆରମ୍ଭ କରିଥାଏ। ବୋଧହୁଏ ପ୍ରେମ ତାକୁ ହିଁ କୁହାଯାଏ ଯେତେବେଳେ ଜଣକ ହୃଦୟ ଆଉ ଜଣକ ପାଇଁ ଧଡ଼କୁଥାଏ ବା ସ୍ପନ୍ଦନ ହେଉଥାଏ। ଏଇ ତ ଜୀବନର କଥା।